ନୟାଗଡ଼ ଜିଲ୍ଲାଠାରୁ ମାତ୍ର 25 କିଲୋମିଟର ଦୂର ଓ ବ୍ରହ୍ମପୁର ଠାରୁ ମାତ୍ର 100 କିଲୋମିଟର ଦୂର ଓଡ଼ଗାଁ ଠାରେ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ରହିଅଛି। ଏହି ମନ୍ଦିର ସ୍ୱର୍ଣ୍ଣ କଳସ କ୍ଷେତ୍ର ନାମରେ ପରିଚିତ। ଏଠାରେ ନିମ କାଠ ନିର୍ମିତ ଶ୍ରୀ ରଘୁନାଥଜୀଉ ଲକ୍ଷ୍ମଣ ଓ ମାତା ସୀତାଙ୍କୁ ପୂଜା କରାଯାଇଥାଏ। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଅତ୍ରି ମୁନିଙ୍କ ଆଶ୍ରମ ଥିଲା। ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ସମୟରେ ଏହି ଆଶ୍ରମରେ 7 ଦିନ ରହିଥିଲେ ଏବଂ ପ୍ରଭୁ ରାମଚନ୍ଦ୍ର ଅତ୍ରି ମୁନିଙ୍କୁ କଥା ଦେଇଥିଲେ ଯେ କଳିଯୁଗରେ ଏହିଠାରେ ଦାରୁ ବ୍ରହ୍ମ ରୂପେ ପୂଜା ପାଇବେ। ପରବର୍ତ୍ତୀ ସମୟରେ ରାଜା ମୃତ୍ୟୁଞ୍ଜୟ ସିଂଙ୍କ ସ୍ୱପ୍ନାଦେଶ ହେବା ପରେ 1763 ମସିହାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଶ୍ରୀରାମ ନବମୀ ଏଠାକାର ମୁଖ୍ୟ ପର୍ବ ରୂପେ ପାଳନ କରାଯାଇଥାଏ। କଥାରେ ଅଛି ଶ୍ରୀରାମ ନବମୀ ଦିନ ଉପବାସ ରହି ନାଭିନାଡ଼ ସେବନ କଲେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ। ଏହା ହେଉଛି ଶ୍ରୀ ରଘୁନାଥଜୀଉଙ୍କର